Good morning, my dear friends. Hello. जय जगन्नाथ. ମୁଁ ଆଗରୁ ବହୁତ କାମ କରିଛି କିନ୍ତୁ ଏବେ ଲ ଅଫ୍ ଆଟ୍ରାକ୍ସନ୍ର କିଛି ପାଠ ପଢ଼ୁଛି ଏବଂ ପଢ଼ଉଛି. ଲ ଅଫ୍ ଆଟ୍ରାକ୍ସନ୍ର ଫର୍ଷ୍ଟ ମନ୍ତ୍ର ହେଲା କ'ଣ ଜାଣିଛନ୍ତି? ଗ୍ରାଟିଚ୍ୟୁଡ୍, କୃତଜ୍ଞତା. ପ୍ରତି କଥାକୁ ଗ୍ରାଟିଚ୍ୟୁଡ୍ କରିବା, ଧନ୍ୟବାଦ ଜଣାଇବା, ଭଲ ପାଇବା. ସେ ଦେଖିବେ ଲାଇଫ୍ଟା ଏକଦମ ମିରାକୁଲସଲି ଚେଞ୍ଜ ହେଇଯିବ. ମିରାକଲ୍ ଲାଇଫ୍ରେ ମିରାକଲ୍ ହେବ. ଭଲ ପାଇବାଟା ଗୋଟେ ଛୋଟିଆ କଥା ନୁହଁ. କୃତଜ୍ଞତା ବି ତାଠୁ ଆହୁରି ବଡ଼ କଥା. ପ୍ରତି କଥାରେ ଆମେ କୃତଜ୍ଞତା ଜଣାଇବା. ପ୍ରଥମ କୃତଜ୍ଞତା କ'ଣ ଜାଣିଛନ୍ତି? ଧନ୍ୟବାଦ କରିବା ପ୍ରଥମେ ଆମ ଜୀବନକୁ. ଏତେ ସୁନ୍ଦର ଜୀବନ ଭଗବାନ ଆମକୁ ଦେଇଛନ୍ତି, ଆମ ବାପା ମାଆଙ୍କୁ ଯିଏ ଆମକୁ ସୃଷ୍ଟିକୁ ଆଣିଛନ୍ତି. ସବୁଠୁ ବଡ଼ କଥା ହେଲା ଆମେ ଖାଦ୍ୟ ବିନା କିଛି ଦିନ ରହିପାରିବା, ଜଳ ପାଇଁ କିଛି ସମୟ ଅଟକି ଯାଇପାରିବା, କିନ୍ତୁ ୟା ବିନା ରହିପାରିବା? ନିଶ୍ୱାସ ପ୍ରଶ୍ୱାସ, ପ୍ରତିଟି ନିଶ୍ୱାସରେ ଆମ ଜୀବନ ରହିଛି, ପ୍ରତିଟି ସ୍ପନ୍ଦନରେ ଆମ ଜୀବନ ରହିଛି. ବିନା ଶ୍ୱାସକ୍ରିୟାରେ ଆମେ ବଞ୍ଚି ରହିବା ଅସମ୍ଭବ, ଇମ୍ପସିବଲ୍. ତେଣୁ ଶ୍ୱାସ ପ୍ରଶ୍ୱାସର ଆବଶ୍ୟକତା ଗୋଟେ ଜୀବନ ପାଇଁ ନିତାନ୍ତ ଅପରିହାର୍ଯ୍ୟ. ତେଣୁ ଆମେ କ'ଣ କରିବା? ସେଇ ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଇବା. ହେ ଭଗବାନ, ହେ ପରମ ପିତା, ହେ ବିଶ୍ୱ ବ୍ରହ୍ମାଣ୍ଡ ଠାକୁର, ହେ ପରମ ପ୍ରଭୁ, ଦିବ୍ୟ ପ୍ରେମମୟ ପ୍ରଭୁ ମୋର, ମୋତେ ଆପଣ ଜୀବନ ଦେଇଛନ୍ତି, ଏ ପୃଥିବୀରେ ଏକ ସୁନ୍ଦର ମଣିଷ କରି ଗଢ଼ିଛନ୍ତି. ଆଉ ସେଥିପାଇଁ ମୁଁ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେଉଛି ସେଥିପାଇଁ ମୁଁ ଚିର କୃତଜ୍ଞ, ପୁରା କୃତଜ୍ଞତା ଜଣାଉଛି. ମୋ ହୃଦୟର ନିବୃତ୍ତ କୋଣରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି, ଧନ୍ୟବାଦ ଜଣାଉଛି. ମୋର ଏହି ଶ୍ୱାସକ୍ରିୟା ପାଇଁ, ଆପଣଙ୍କ ଦାନ ପାଇଁ, ଏ ଜୀବନ ପାଇଁ ମୁଁ କୋଟି କୋଟି ପ୍ରଣତି ଜଣାଉଛି, ଧନ୍ୟବାଦ ଜଣାଉଛି, ଧନ୍ୟବାଦ ଜଣାଉଛି. ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ. ଆରମ୍ଭ କରନ୍ତୁ ଏଇଠୁ. ଧନ୍ୟବାଦରୁ ଦେଖିବେ ଜୀବନ କେମିତି ଆନନ୍ଦମୟ ହୋଇ ଉଠିବ, ଆନନ୍ଦମୟ ହୋଇ ଉଠିବ, ହାପିଏଷ୍ଟ ଲାଇଫ୍ ହେଇଯିବ. ଥ୍ୟାଙ୍କ ୟୁ. କରନ୍ତୁ ଆଉ ଜୀବନକୁ ବଞ୍ଚନ୍ତୁ. ଧନ୍ୟବାଦ.